ଶେଷରେ ଜଗନ୍ନାଥ ଆସିଲେ ଆମ ଘରକୁ। ଜୟ ଜଗନ୍ନାଥ। ତିନି ଠାକୁର କେମିତି ଦେଖାଯାଉଛନ୍ତି। ଓହୋ କି ଶାନ୍ତି। ଏମିତି ଲାଗୁଛି ମୋତେ ଦୁନିଆର ସବୁ କିଛି ମିଳିଗଲା ପରେ। ମୋ ଜଗାକୁ ଧରିକି ମୁଁ ଭାବମୟ ହେଇଯାଉଛି। ସେ ଚକା ଆଖିକୁ ଦେଖିଦେଲେ ମନ ମୋହିତ ହେଇଯାଉଛି। ଲାଗୁଛି ସବୁ ଅପେକ୍ଷାର ଅନ୍ତ ଘଟିଲା। ଜୟ ଜଗନ୍ନାଥ। ଆସନ୍ତୁ ଷ୍ଟାର୍ଟ କରିବା ଆଜିର ଭିଡ଼ିଓ। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଯାହାକି ମୋର ଫାଷ୍ଟ ଭିଡ଼ିଓ, ଯାହାକି କ୍ୟାମେରା ଆଗରେ ଟିକେ ମୁଁ ନର୍ଭସ୍ ଫିଲ୍ କରୁଛି। ମହାପ୍ରଭୁଙ୍କ ଦୟାରେ ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିବ ବୋଲି ମୁଁ ଆଶା କରୁଛି। ମୋ ପାଇଁ ଆଜି କେତେ ଭଲର ଦିନଟିଏ। ମୁଁ ବହୁତ ଦିନ ହେଲା ଭାବୁଥିଲି ମୁଁ ଭିଡ଼ିଓ କରିକି ୟୁଟ୍ୟୁବରେ ଅପଲୋଡ଼ କରିବି, କିନ୍ତୁ ମୁଁ କରିପାରୁନଥିଲି। ମହାପ୍ରଭୁଙ୍କ ଦୟାରୁ ମୁଁ ମହାପ୍ରଭୁଙ୍କ ହିଁ ଫାଷ୍ଟ ଭିଡ଼ିଓ କରିଲି, ଯାହାକି ମୋ ଭାଇ ଭାଉଜ ଆଉ ଆମ ବାବୁ ପୁରୀ ଯାଇଥିଲେ ବୁଲିବାକୁ, ଆଉ ଜଗନ୍ନାଥର କାଠ ମୂର୍ତ୍ତିକୁ ନେଇକି ଆସିଛନ୍ତି। ଏମିତି ତ ଜଗନ୍ନାଥଙ୍କ ଫଟୋ ସମସ୍ତଙ୍କ ଘରେ ଅଛି, କିନ୍ତୁ କାଠର ମୂର୍ତ୍ତି ପ୍ରାୟ କମ୍ ଲୋକଙ୍କ ଘରେ ଅଛି, ଯେମିତି ଆମ ଘରେ ବି ନଥିଲା। ମୁଁ ସବୁବେଳେ ଭାବୁଥିଲି ଜଗନ୍ନାଥଙ୍କ କାଠର ମୂର୍ତ୍ତି ଆଣିବି ବୋଲି। ଦେଖନ୍ତୁ, ମୁଁ ନ ଆଣିଲେ କ'ଣ ହେଲା, ମହାପ୍ରଭୁ କାହା ମାଧ୍ୟମରେ ବି ତ ଆମ ଘରକୁ ଆସିଲେ ନା। ଆହା କି ମାୟାରେ ଜଗାତର। ଠାକୁରଙ୍କ ଆସନ, ତାଙ୍କ ବସ୍ତ୍ର ଆଉ ଭୋଗ ପାଇଁ ଭୋଗ ଥାଳି ଆଉ ଗ୍ଲାସ୍ ବି ଆସିଛି। ମୋ ଜଗା କେତେ ସୁନ୍ଦର ଦେଖାଯିବ। ଆଉ ଶଙ୍ଖ ବି ଆଣିଛନ୍ତି, କିନ୍ତୁ କ'ଣ ହେବ, ମୋତେ ଶଙ୍ଖ ବଜାଇ ଆସେନି। ମୁଁ ଟ୍ରାଏ କରିବି ଫାଷ୍ଟ ଟାଇମ୍ ଆଜି। ମୁଁ ଚେଷ୍ଟା କରୁଛି। ବହୁତ ଚେଷ୍ଟା ପରେ ଲାଷ୍ଟରେ ଟିକେ ହେଲା। ଶୁଣନ୍ତୁ ଟିକେ। ଶଙ୍ଖ ଫୁଙ୍କିଲା ବେଳେ ଆମ ବାବୁ ମୋତେ ଦେଖିକି ହସୁଥାଏ, ଆଉ ଆସିକି କହୁଛି ଏମିତି କ'ଣ ବଜଉଛ। ମୁଁ ତାକୁ କହିଲି ତତେ ଆସୁଛି କି? ଯଦି ତତେ ଆସୁଛି ତୁ ନେ ବଜା। ନା ନା ନା, ମୋତେ ଆସୁନି, ମୁଁ ବଜେଇନି, ତମେ ହିଁ ବଜାଅ। ରହୁଛି, ନମସ୍କାର।